ସେହି ମଣିଷକୁ କେବେ ବିଶ୍ୱାସ କରନ୍ତୁ ନାହିଁ ଯେ ବାର ବାର ଅନ୍ୟର କଥାକୁ ତୁମ ପାଖରେ କହିଥାଏ। କାରଣ ସେଇମାନଙ୍କର ଏକ ଆଦତ ହୋଇଯାଇଥାଏ ସଦାସର୍ବଦା ଖାସ୍ ଅନ୍ୟର ଆଲୋଚନା କରିବା ପାଇଁ। ସେମାନଙ୍କ ସହିତ ଅତି କ୍ଲୋଜରେ ମିଶନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଅନ୍ୟର କଥା ବାର ବାର ତୁମ ପାଖରେ କହିପାରୁଛି କେବେ ବି ତୁମର କଥା ଅନ୍ୟର ପାଖରେ କହିପାରିବ। ଦୁନିଆରେ କିଛି ଶିଖିବାକୁ ହେଲେ ସବୁ ବିଷୟକୁ ନେଇ ତର୍ଜମା କର। ହଠାତ୍ କିଛି କୁହ ନାହିଁ କି କିଛି କର ନାହିଁ। ଆଉ କାହାର କଥାକୁ ବି ଅତି ସହଜରେ ବିଶ୍ୱାସ କରନ୍ତୁ ନାହିଁ। ପ୍ରଥମରେ ଶୁଣ, କେତେ ଦୂର ସତ କେତେ ଦୂର ମିଛ ଅନୁମାନ କର। କାରଣ ଏ ଦୁନିଆରେ ଅନେକ ବ୍ୟକ୍ତି ମିଛକୁ ବି ସତ ପରି ବନାଇ କହିପାରନ୍ତି। ଏ ଦୁନିଆର ସମ୍ପର୍କ ସେତେ ପର୍ଯ୍ୟନ୍ତ ମିଠା ଲାଗେ ଯେ ପର୍ଯ୍ୟନ୍ତ ତୁମେ ସେହି ବ୍ୟକ୍ତିର ଚରିତ୍ର ବିଷୟରେ ଜାଣିନଥାଅ ଆଉ ସେ ତୁମ ଚରିତ୍ର ବିଷୟରେ ଜାଣିନଥାଏ। ଆଉ କେହି କାହାର ଚରିତ୍ର ବିଷୟରେ ଜାଣିବା ପରେ ସେହି ସମ୍ପର୍କ ଧୀରେ ଧୀରେ ଖରାପ ହୋଇଯାଇଥାଏ। କାରଣ ଏ ଲାଇଫ୍ ହେଉଛି ଏକ କ୍ୱେଶ୍ଚନ୍ ପେପର ପରି। ଥରୁଟିଏ କ୍ୱେଶ୍ଚନ୍ର ଉତ୍ତର ଭୁଲ ହୋଇଗଲେ ସେ ପେପର ଉପରେ ଏକ ଗାର ପଡ଼ିଯାଏ। ସେମିତି ଆମ ଲାଇଫ୍ରେ ଯଦି ଆମେ ଏକ ଭୁଲ ସମ୍ପର୍କ କି ଭୁଲ ନିଷ୍ପତ୍ତି ଦେଇ ଗତି କରୁଛନ୍ତି, ସେ ସମ୍ପର୍କ ସେ ନିଷ୍ପତ୍ତି ଯେବେ ଭୁଲ ପ୍ରମାଣିତ ହୁଏ, ତୁମ୍ଭେ ଏକ ଭୁଲ ମଣିଷ ବୋଲି ତୁମ୍ଭ ଲାଇଫ୍ରେ ବା ତୁମ ଇମେଜରେ ଏକ ଗାର ପଡ଼ିଯାଏ। କେହି ମୁହୂର୍ତ୍ତ ଭୁଲ ନିଷ୍ପତ୍ତି ପାଇଁ ସମାଜର ମଣିଷ ନାମ ଖରାପ କରିଯାଇଥାଏ। ଆରେ ନିଷ୍ପତ୍ତି ଅଲଗା, ତୁମେ ହିଁ ଅଲଗା। କିନ୍ତୁ କିଛି ମୁହୂର୍ତ୍ତ ଭୁଲ ବୁଝାମଣା ପାଇଁ ତୁମେ ଆଜି ଏକ ଭୁଲ ମଣିଷ ହୋଇଯାଇଥାଅ। ଯେମିତି ମ୍ୟାଥମେଟିକ୍ସରେ ଭୁଲ ସୂତ୍ର ପଡ଼ିଲେ ମ୍ୟାଥମେଟିକ୍ସର ଆନ୍ସର ଭୁଲ ବାହାରିଥାଏ, ସେମିତି ତୁମେ ଯଦି ଭୁଲ ନିଷ୍ପତ୍ତି ନେଉଛ ତୁମର ଆନ୍ସର ବି ଏ ଦୁନିଆରେ ଭୁଲ ପ୍ରମାଣିତ ହୋଇଥାଏ। ତେଣୁକରି ନିଜର ସୋସିଆଲ ଇମେଜ ରଖିବା ପାଇଁ ନିଜକୁ ସବୁ ସମୟ ପାଇଁ ଭଲ ମାର୍ଗ ଭଲ ନିଷ୍ପତ୍ତି ଦେଇ ଗତି କରିବା ଶିଖାନ୍ତୁ। ଟିକିଏ କଷ୍ଟ ହେବ, ହେଲେ ତୁମେ ଜଣେ ଭଲ ମଣିଷ ହୋଇପାରିବ। ଭିଡ଼ିଓଟି ଭଲ ଲାଗିଲେ ଆଗକୁ ଆହୁରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିନେବେ। ରହୁଛି ଫ୍ରେଣ୍ଡସ୍, ଗଡ୍ ବ୍ଲେସ୍ ୟୁ।